ମାନେ ପ୍ରକୃତରେ ଠାକୁର ହିନ୍ଦୁଙ୍କର ନା ମୁସଲମାନ? ହିନ୍ଦୁ ମୁସଲମାନ ସମସ୍ତଙ୍କର। ଆମ ସତ୍ୟ ପୁରାଣରେ ବର୍ଣ୍ଣିତ ଅଛି ନାରାୟଣ ପୀର ରୂପରେ ଶିରଣି ଖାଇବା ପାଇଁ ଯାଇଥିଲେ। ଓହୋ ବୁଝିଲେ। ହଁ ହଁ ଆଉ ଏଠି ତ ମୁସଲିମ ନାହାନ୍ତି ନା, ହିନ୍ଦୁ ସିନା କରୁଛନ୍ତି ହିନ୍ଦୁ ପୂଜା କରୁଛନ୍ତି ମୁସଲମାନ ମାନେ ତାଙ୍କ ପର୍ବପର୍ବାଣୀରେ ଆସନ୍ତି ଆଉ ଆସନ୍ତି। ଅଦ୍ଭୁତ ଭାଇଚାରାର ଗାଁ ଛେଦରା ଗାଁ, କେନ୍ଦ୍ରାପଡ଼ା ଜିଲ୍ଲା ଛେଦରା। ନା ମୁଁ ଦେଖିଲି ତ ଏଠି କଣ ଓଡିଆ ସାହି ଭିତରେ ମୁସଲମାନ ଠାକୁର ଅଛନ୍ତି ତ ସେଇପାଇଁ ପଚାରୁଛ? ହଁ ସେଠି ଓଡିଆ ଲୋକ ପୂଜା କରୁଛନ୍ତି। ହଁ ହିନ୍ଦୁ ପୂଜା କରୁଛନ୍ତି। ହିନ୍ଦୁ ଧର୍ମରେ କଣ ଅଛି? ସପ୍ତପୀଠ ପାଲା କରୁଛ, ସେ କୋଉ ଠାକୁର? ତାମାନେ ପ୍ରକୃତରେ ଠାକୁର ହିନ୍ଦୁଙ୍କର ନା ମୁସଲମାନ? ହିନ୍ଦୁ ମୁସଲମାନ ସମସ୍ତଙ୍କର। ଆମ ସତ୍ୟ ଯୋଉ ପାର୍ଲାର ଯୋଉ ଅଛି, ହଁ ସେଇ ସତ୍ୟପୀଠ। ଓହୋ ଆଙ୍କର ଜମିବାଡି ଅଛି, ରାଜା ଖଞ୍ଜିଥିଲେ, ଏ ମାଳି ମାନେ ଖାଉଛନ୍ତି ଜମିବାଡି, ଏଇ ଜମିବାଡି ସବୁ ତାଙ୍କର ସେପଟେ ଏପଟେ ରାସ୍ତା। ହିନ୍ଦୁ ମାନେ ପୂଜା କରନ୍ତି, ଧୂପ ଦିଅନ୍ତି ହିନ୍ଦୁ ମାନେ ଧୂପ ସନ୍ଧ୍ୟାବେଳେ ଧୂପଟେ ଦିଏ ଦେଇ ହିନ୍ଦୁ ମାନେ ନିଜ ଠାକୁର ଭାବିକି, ଯେମିତି ସତ୍ୟ ସାଇକି ଭାବିକି। ହଁ ସତ୍ୟ ସାଇ ତ ସିଏ ଆଉ ସେ ସତ୍ୟ ସାଇ। ଓହୋ ସତ୍ୟ ପୀର ସିଏ, ସେ ସତ୍ୟ ସାଇ ସେ ମୁସଲମାନ ନୁହଁ କି? ହଁ ସତ୍ୟ ସାଇ ମୁସଲମାନ ନୁହଁ। ହଁ ଶୁଣ ୟାର କିମ୍ବଦନ୍ତୀ ହଉଛି ଇଏ ଏଇ ଗାଁ ନା ହଉଛି ଛେଦରା ହେଲା। ଯେତେବେଳେ ବଳଦେବ ମନ୍ଦିର ତିଆରି ହେଲା, ଇଏ ଏଇ ମୌଜାର ଯୋଉ ରାଜା ଥିଲେ, ଛେଦରା ରାଜା ତାର ଅଛି। ଆଉ ଷଣ୍ଢକୁଦ ଜାଣିଛ? ଷଣ୍ଢକୁଦ ରାଜା ମିଶିକିରି ବଳଦେବ ମନ୍ଦିର ତିଆରି କରିଥିଲେ। ପୂଜା କଣ? ହଁ ମାଳି ଆଜି କ୍ଷୀର ଢାଳୁଛନ୍ତି, ତାଙ୍କର ଯୋଉ ଅଛନ୍ତି ପୂଜାକାର, ଯୋଉ ଜାଗା ଜମି ଯେ ଖାଉଛନ୍ତି, ସେ ଆସି କ୍ଷୀର ଢାଳୁଛନ୍ତି ହେଲା। ଆଉ ଏଇ କାଲି ଏଇ ବାଉଁଶ ଫାଉଁଶ କାଟି ଯାଇଛନ୍ତି, ତାଙ୍କ ମୁସଲିମ ଲୋକ ସବୁ କେନ୍ଦ୍ରାପଡ଼ା ଆସିଥିଲେ, ସିଏ ଆସି ଏଠି ଆସି ପୂଜା କରିବେ। ସେଦିନ ସେ ଖାଇବା ପିଇବା ଏଠି କରିବେ, ଖାଇବା ବଜିଆ କରିବେ। ତାହେଲେ ହିନ୍ଦୁ ସାହି ଭିତରେ ମୁସଲମାନ ଠାକୁରଙ୍କୁ ସମ୍ମାନ ଦିଆ ହଉଛି, ନାଇଁ କି? ଆଶ୍ଚର୍ଯ୍ୟ କଥା। ତମେ ଆମର ପୁରାଣରେ ଅଛି ବୋଲିକି ସତ୍ୟ ସାହି ବୋଲିକି ଆମେ ସମ୍ମାନ ଦଉଛେ ନା, ନାଇଁ କି? ସତ୍ୟ ପୀର ଯୋଉ ପାଲା ଯୋଉ ହଉଛି, ଆମର ନଥାନ୍ତା ଆମେ ବି କାହିଁକି ଇଏ କରୁଥାନ୍ତୁ। ଇଏ ହଉଛି ସେଇ ସ୍ଥାନ, ଦେଖନ୍ତୁ। ତାହେଲେ ହିନ୍ଦୁ ଲୋକ ବି ସନ୍ଧ୍ୟା ଯାଇକି ଦିଅନ୍ତି ସବୁଦିନ। ହିନ୍ଦୁ ଲୋକ ନିଜ ଠାକୁର ଭାବିକି ଆଉ, ନାଇଁ କି? ପୂଜା କରିବେ, ନିଜ ସତ୍ୟ ସାହି ଠାକୁର ଭାବିକି, ସତ୍ୟ ପୀର ଭାବିକି ଆଉ। ସତ୍ୟ ପୀର ବା 110 ପୀର ଲେଖା ହେଇଥାଏ। ହଁ ଲେଖା ହେଇଛି ପୀର ଲୋକଙ୍କ ଭଲ ମନ୍ଦ ହେଲେ ଲୋକ ଯାଇକି ସେଠି ପ୍ରାର୍ଥନା କରନ୍ତି, ଠିଆ ହେଇକି। ଓଡିଆ ନା ହିନ୍ଦୁ? ହିନ୍ଦୁ ଲୋକ ହିନ୍ଦୁ ଲୋକ ବି ପ୍ରାର୍ଥନା କରନ୍ତି।